जदि आपणक छुआ 2 मासरू छोट बा 2 मासरू सान जदि राति सारा ताको निद हेउ नै राति सारा अनिद्रा हेकि रहउची छुआ थरुची अथवा राति डरी जाउची तो ई वीडियो आपनको निश्चिंत देखिबा उचित। बहुत थर आपण ऑब्जर्व करथिबे कि छुआर बापा माँ कि जेजेमा केही भी होंतु जेतेबेले छुआटी को कोଳରେ धरिथिबे କିଛି ସମୟ ପରେ ଛୁଆଟି କମ୍ଫର୍ଟ ଜୋନକୁ ଆସି ଯାଉଛି ଓ ନିଦରେ ଶୋଇ ପଡୁଛି। କିନ୍ତୁ ଯେତେବେଳେ ଆମେ ତାକୁ କୋଳରୁ ବେଡକୁ ଶୁଆଇବାକୁ ଟ୍ରାଏ କରୁଛେ ତ ସେତେବେଳେ ଛୁଆଟି ଉଠି ପଡୁଛି। ତ ଏମିତି କାହିଁକି ହୁଏ? କାରଣ କଣ ହୁଏ ନା ଛୁଆଟି ଯେତେବେଳେ ମାର ପେଟରେ ଥାଏ ମାନେ ସେ ଯୋଉ ଆମ୍ନିଓଟିକ ଫ୍ଲୁଇଡ ଥାଏ ତ ସେଥିରେ ଛୁଆଟି କଣ ହୁଏ ତାକୁ ବେଶୀ ସେ ଜାଗାରେ ସ୍ପେସ ମିଳେନି ଲାଗିକି ରୁହେ। କିନ୍ତୁ ଯେତେବେଳେ ଛୁଆଟି ଜନ୍ମ ହେଇଯାଉଛି ଦୁନିଆକୁ ଆସି ଯାଉଛି ତ ସେତେବେଳେ କଣ ହୁଏ ସେ ଜିନିଷଟାକୁ ମିସ୍ କରେ। ଆମେ ବୋଧେ ଜାଣିପାରୁନୁ କାହିଁକି ନା ସିଏ ତାର ଗୋଟେ ଏନଭାରମେଣ୍ଟରେ ଥିଲା। ଯେତେବେଳେ ଛୁଆଟି ଆଉ ଗୋଟେ ଏନଭାରମେଣ୍ଟକୁ ଆସୁଛି ଆମ ଏନଭାରମେଣ୍ଟକୁ ଆସୁଛି ତ ସେତେବେଳେ ତାର କଣ ହୁଏ ନା ତାର ଯୋଉ ଟାଇମ ଟେବୁଲଟା ଥିଲା ତାର ଶୋଇବା ଉଠିବା ତା ଭିତରେ ଯୋଉ ମା ପେଟ ଭିତରେ ତ ସେଟାରେ ଡିଷ୍ଟର୍ବାନ୍ସ କ୍ରିଏଟ ହୁଏ ଯୋଉଥିପାଇଁ କି ଛୁଆ ଡିସ୍କମ୍ଫର୍ଟ ଫିଲ୍ ହୁଏ। ତ ଯେତେବେଳେ ମା ବାପା ଜେଜେମା କେହି ବି ଛୁଆକୁ ଧରିଥିବେ ତ ସିଏ କଣ ହୁଏ ନା ଦେହରେ ଲାଗିକି ରୁହେ ଯାହାଦ୍ୱାରା କି ଛୁଆଟା ସେ ଫିଲ୍ଟାକୁ ମିସ୍ କରେ ବା ଫିଲ୍ କରିପାରେ ସେ ଜିନିଷଟାକୁ ଯେତେବେଳେ ସେ ମା ପେଟରେ ଥିଲା। ତ ଯାହାଦ୍ୱାରା କି ଛୁଆଟା ପୁଣି ପୁନର୍ବାର କମ୍ଫର୍ଟ ଜୋନକୁ ଆସିଯାଏ ଓ ଧୀରେ ଧୀରେ ସେ ଶୋଇବାକୁ ଟ୍ରାଏ କରେ। ତ ଆପଣଙ୍କୁ କଣ କରିବାର ଅଛି ଯଦି ଛୁଆ କୋଳରେ ଶୋଇ ପଡିଛି ଆଉ ତାକୁ ବେଡରେ ଶୁଆଇବାକୁ ଟ୍ରାଏ କରୁଛି 6 ମାସରୁ ତଳ ପିଲା ସାନ ପିଲା ଜନ୍ମରୁ 6 ମାସ ଭିତରେ ସେଇ ପିଲା କାହିଁକିନା ସେମାନଙ୍କର ଟାଇମ ଟେବୁଲ ନଥାଏ ଶୋଇବା ଖାଇବା ତ ସେମାନେ ଗୋଟେ ଟାଇମ ସେଟଲକୁ ଆସିବା ପାଇଁ ତାଙ୍କୁ 6 ମାସ ପାଖାପାଖି ଟାଇମ ଲାଗିଯାଏ। ତ ଯୋଉମାନେ ନୂଆ ନୂଆ ବାପା ମା ହୋଇଥିବେ ତ ସେମାନେ ସେ ଜିନିଷ ପ୍ରତି ଆକ୍ୱାଣ୍ଟେଡ ନଥିବେ ଜାଣିପାରନ୍ତି। ତ ପ୍ରଥମେ କଣ କରିବେ ଯେହେତୁ ଆପଣଙ୍କ କୋଳରେ ଛୁଆଟି ଶୋଇ ପଡିଛି ଆପଣ କଣ କରୁଛୁ ଆମେ କଣ କରୁଛେ ନା ଆମେ ଡାଇରେକ୍ଟ ନେଇକି ଛୁଆକୁ ଶୁଆଇ ଦଉଛୁ ସେମିତି ଶୁଆଇବା କଥା ନୁହେଁ। ଆପଣ କଣ କରିବା ଉଚିତ ନା ପ୍ରଥମେ ଛୁଆର ଯୋଉ ହିପ୍ସ ପୋଜିସନ ଅଛି ମାନେ ତାର ଫିଟ୍ ରୁ ହିପ୍ସ ତାକୁ ଫାଷ୍ଟ ଡାଉନୱାର୍ଡସ୍ କରିବେ ମାନେ ତାକୁ ଫାଷ୍ଟ ଯୋଉ ଫ୍ଲୋରରେ ଶୋଇବାକୁ ଟ୍ରାଏ କରୁଛେ ଗଦିରେ ହଉ ବେଡରେ ହଉ ଯୋଉଠି ବି ଶୋଇବାକୁ ଟ୍ରାଏ କରୁଛେ ଫାଷ୍ଟ ସେ ପୋଜିସନଟାକୁ ରଖିବା ତାପରେ ଧୀରେ ଧୀରେ ପିଠିରୁ ତାପରେ ବେକ ବେକରୁ ମୁଣ୍ଡ ଏମିତି ତାକୁ କରିକି ଶୁଆଇବା ଉଚିତ। ଆମେ ଯୋଉ ନେଇକି ଡାଇରେକ୍ଟ ଶୁଆଇ ଦଉଛେ ଯାହାଦ୍ୱାରା କି ଛୁଆଟି ନିଦରୁ ଉଠି ପଡୁଛି ତାର ଶୋଇବାରେ ଇମ୍ବାଲାନ୍ସ ହଉଛି ଆଉ ସେ ଯୋଉ ପ୍ରପର ୱେରେ ଶୋଇଥିଲା ଆମ କୋଳରେ ବା ଆମ ଦେହରେ ଯେତେବେଳେ ସିଏ ଫ୍ଲାଟ ସର୍ଫେସରେ ଶୋଉଛି ସେତେବେଳେ ତା ବଡିଟା ମଧ୍ୟ ଫ୍ଲାଟ ସର୍ଫେସରେ ପଳେଇ ଆଉଛି ସେଇ ଆଙ୍ଗୁଲାର ପୋଜିସନରେ ନେଇ ଆସୁଛି ତ ଯାହାଦ୍ୱାରା କି ଛୁଆର ନିଦରେ ଡିଷ୍ଟର୍ବାନ୍ସ ହଉଛି ଓ ଛୁଆଟି ଉଠି ପଡୁଛି। ଛୁଆ ରାତିରେ ନ ଶୋଇବାର ମୁଁ କିଛିଟା କାରଣ କହିବି ଓ ତାର ସମାଧାନ ମଧ୍ୟ କହିବି। ତେଣୁ ଆପଣ ସେ ଜିନିଷଟା ଫଲୋ କରିବାର ଅଛି। ଯଦି ଆପଣ ଏଇ କିଛିଟା ଜିନିଷ କିଛି ଦିନ ପାଇଁ ଫଲୋ କଲେ ତ ଡେଫିନେଟଲି ଛୁଆ ମଧ୍ୟ ରାତିରେ ଶୋଇପାରିବ ଆଉ ଆପଣ ମଧ୍ୟ ରାତିରେ ଆରାମସେ ଶୋଇପାରିବେ। ପ୍ରଥମ କାରଣ ହଉଛି ଯେତେବେଳେ ଆମେ କୌଣସି ଖାଦ୍ୟ ଖାଇ ଆମ ପେଟ ଗ୍ୟାସ ହେଇଯାଉଛି ତ ଆମେ କଣ ରାତିରେ ଶୋଇପାରୁଛେ ଶାନ୍ତିରେ ଦିନରେ ହଉ କି ରାତିରେ ହଉ ଆମକୁ ମଧ୍ୟ ଅଶାନ୍ତି ଫିଲ୍ ହଉଛି ଡିସ୍କମ୍ଫର୍ଟ ଫିଲ୍ ହଉଛି। ଠିକ ସେମିତି ଛୋଟ ଛୁଆଟେ ନ୍ୟୁବର୍ନ ବେବି ଯେତେବେଳେ ମା ପେଟରେ ଥାଏ ତ ସେ କଣ ଖାଉଥାଏ ନା ସେ ମା ପେଟରେ ଥିବା ଆମ୍ନିଓଟିକ ଲିକ୍ୱିଡକୁ ଇନଟେକ୍ କରୁଥାଏ ବା ସେକୁ ସେ ଖାଉଥାଏ। ତ ଯେତେବେଳେ ସେ ମା ପେଟରୁ ବାହାରକୁ ବାହାରିକି ଆସୁଛି ଏ ଦୁନିଆକୁ ପ୍ରବେଶ କରୁଛି ତ ସେତେବେଳେ ସେ କଣ ଖାଉଛି ଜନ୍ମ ହେଲା ପରେ ଆମେ ତାକୁ କଣ ଦଉଛେ ମା କ୍ଷୀର ଦଉଛେ ମା କ୍ଷୀର ସେ ଖାଉଛି। ତ ମା କ୍ଷୀର ଖାଇବା ଦ୍ୱାରା କଣ ହଉଛି ତା ପେଟରେ ମଧ୍ୟ ଗ୍ୟାସ ସୃଷ୍ଟି ହୁଏ ଯାହାଦ୍ୱାରା କି ଛୁଆକୁ ଡିସ୍କମ୍ଫର୍ଟ ଫିଲ୍ ହୁଏ ତ ଯାହାଦ୍ୱାରା ଛୁଆ ଶୋଇପାରେନି କଣ୍ଟିନ୍ୟୁ କାନ୍ଦେ। ତ ଆମକୁ କଣ କରିବାକୁ ପଡିବ ନା ସନ୍ଧ୍ୟା ସମୟରେ ଯେହେତୁ ଆମକୁ ଶୋଇବାର ଅଛି ଛୁଆକୁ ବି ଶୁଆଇବାର ଅଛି ତ ଦିନେକି ଆଟଲିଷ୍ଟ 2-3 ଥର ହଉ ଆଟଲିଷ୍ଟ ସନ୍ଧ୍ୟା ବେଳେ କଣ କରିବାକୁ ଆପଣଙ୍କୁ ପଡିବ ନା ଛୁଆର ଯୋଉ ପେଟ ଅଛି ନାହିଁ ସରାଉଣ୍ଡିଂ ଏରିଆ ଆପଣଙ୍କର 4 ଫିଙ୍ଗରରେ ତାକୁ କ୍ଲକ୍ ୱାଇଜ ପୁରା ହାଲକା ମସାଜ କରିବେ ପୁରା ଲାଇଟ ମସାଜ କରିବେ କ୍ଲକ୍ ୱାଇଜ କରିବେ ଯାହାଦ୍ୱାରା କଣ ହୁଏ ନା ଛୁଆର ଯୋଉ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ ସେଟା ସେ ରିଲିଜ ହୋଇଯାଏ ଯାହାଦ୍ୱାରା କି ଛୁଆକୁ ମଧ୍ୟ କମ୍ଫର୍ଟ ଫିଲ୍ ହୁଏ ଆଉ ତାପରେ ମଧ୍ୟ ଛୁଆ ଖାଇକି ଶୋଇପଡେ। ସେକେଣ୍ଡ ଆଉ ଗୋଟେ କାରଣ ଗୋଟେ ସମାଧାନ କହୁଛି ଆପଣ କଣ କରିବେ ରାତି ସମୟରେ ଛୁଆକୁ ଯଦି ତେଲ ମସାଜ କରୁଛନ୍ତି ମାନେ ଆପଣ କ୍ଲାଇମେଟ ଦେଖିକି ଯଦି ଗରମ କ୍ଲାଇମେଟ ନାହିଁ ଥଣ୍ଡା କ୍ଲାଇମେଟ ଅଛି ବା କ୍ଲାଇମେଟ ନର୍ମାଲ ଅଛି ତ ଆପଣ ସେ ସମୟରେ ଛୁଆକୁ ହାଲକା ତେଲ ମସାଜ କରିପାରିବେ ଯାହାଦ୍ୱାରା କି ଛୁଆକୁ ମଧ୍ୟ ଆରାମ ଫିଲ୍ ହବ ଓ ଛୁଆ କ୍ଷୀର ଖାଇକି ପୁଣି ଶୋଇପଡିବ। ତୃତୀୟରେ ଯଦି ରାତିର ପାଗ ଗରମ ପାଗ ଅଛି ତ ଆପଣ କଣ କରିବେ ଛୁଆକୁ ଗାଧେଇ ପାରିବେ ନହେଲେ ନାହିଁ
ଆପଣ ଯଦି ଚାହୁଁଛନ୍ତି ଛୁଆକୁ ଟିକେ ପୋଛାପୋଛି ହାଲକା ପୋଛାପୋଛି କରିଦେଲେ ମଧ୍ୟ ଛୁଆକୁ ରିଲାକ୍ସ ଫିଲ୍ ହବ, ଯାହାଦ୍ୱାରା ଛୁଆ ରାତିରେ ଆରାମସେ ଶୋଇପାରିବ। ଆଉ ଲାଷ୍ଟ, ଆପଣ ଯଦି ଚାହିଁବେ ତାକୁ ସ୍ୱେଡଲିଂ ମଧ୍ୟ କରିପାରିବେ। ଏଇ ଭିଡିଓରେ ଦେଖୁଥିବେ ଯୋଉ ପୋଜିସନରେ ଛୁଆଟି ଶୋଇଛି ତାକୁ ଯୋଉଭଳି କଟନ ହାଲକା କପଡାରେ ତାକୁ କଭର କରାହେଇଛି, ବହୁତ ଲାଇଟଲି, ଆପଣ ଟାଇଟଲି କରିବେନି, ବହୁତ ଲାଇଟଲି ହାଲକାରେ ତାକୁ ଏଇଭଳି କରିକି ମଧ୍ୟ ଶୁଆଇ ପାରିବେ, ଯାହାଦ୍ୱାରା ପିଲାକୁ ମଧ୍ୟ ଫିଲ୍ ହବ କି ସେ ମା ଭିତରେ ଅଛି, ଯାହାଦ୍ୱାରା ପିଲା ଆରାମସେ ଶୋଇପାରିବ। ତ ଇଏ ଥିଲା ଆମର ନ୍ୟୁବର୍ନ ବେବିଙ୍କୁ ରାତିରେ ଶୁଆଇବାର କିଛିଟା ଟିପ୍ସ। এইଭଳି ଟିପ୍ସ ଆପଣମାନେ ଫଲୋ କରିପାରିବେ। ଆଉ କିଛି ଦିନ କଣ୍ଟିନ୍ୟୁ କିଛି ଦିନ ଫଲୋ କରନ୍ତୁ, ଆଉ ଦେଖନ୍ତୁ ତା ରେଜଲ୍ଟ। ଛୁଆ ଅଟୋମେଟିକ ଟାଇମ ସେଡ୍ୟୁଲରେ ପଳେଇ ଆସିବ, ଟାଇମ ଟେବୁଲ ଛୁଆର ପଡ଼ିଯିବ, ଯାହାଦ୍ୱାରା କି ଛୁଆ ମଧ୍ୟ ରାତିରେ ଆରାମସେ ଶୋଇପାରିବ, ଆପଣ ମଧ୍ୟ ରାତିରେ ଆରାମସେ ଶୋଇପାରିବେ। ତ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ରୂପେ କମେଣ୍ଟ ସେକ୍ସନ ଜଣାଇବେ। ଆଉ ଆଜି ପାଇଁ ଏତିକି, ଦେଖା ହବ ଅନ୍ୟ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।